ଅସହାୟଙ୍କୁ ଦାଉ ସାଜୁଛି ଏଲ୍&ଟି। କାହା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରୁଛି ଠିକା କମ୍ପାନୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତର ସୁଜାଉଦ୍ଦିନ ନଗର ପାଟନା ରାଜସ୍ୱ ଗ୍ରାମର ଖାତା ନମ୍ବର 210 ପ୍ଲଟ ନମ୍ବର 140ରେ ଗ୍ରାମ୍ୟ ଜଙ୍ଗଲ ଅନ୍ତର୍ଭୁକ୍ତ ଏରିଆକୁ ଜିଲ୍ଲା ପ୍ରଶାସନ ଠିକା ସଂସ୍ଥା ଏଲ୍&ଟି କମ୍ପାନୀକୁ ବିନା କାଗଜପତ୍ରରେ କାହା ନିର୍ଦ୍ଦେଶରେ ଉକ୍ତ ଗ୍ରାମ୍ୟ ଜଙ୍ଗଲ ଜାଗାକୁ ହସ୍ତାନ୍ତର କଲା ତାହା ବୁଝାପଡ଼ୁନାହିଁ। କମ୍ପାନୀ ନାମରେ ଜାଗା ହୋଇ ନଥିଲେ ମଧ୍ୟ କିଭଳି କମ୍ପାନୀ କାର୍ଯ୍ୟ ଆରମ୍ଭ କଲା? ଏଠାରେ ପ୍ରଶ୍ନ ଉଠୁଛି, ଲୁଚୁଛି ନା ଗୋଡ଼ ଦୁଇଟି ଦିଶୁଛି? ଏହି ନ୍ୟାୟରେ କମ୍ପାନୀ ତାର ମନମାନି ଚଳାଇଛି। ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଉକ୍ତ ଠିକା କମ୍ପାନୀ ଏଠାରେ 40 ବର୍ଷରୁ ଉର୍ଦ୍ଧ୍ୱ ବସବାସ କରୁଥିବା 3ଟି ପରିବାର ତଥା ପ୍ରେମାନନ୍ଦ ମଲ୍ଲିକ, ଶ୍ରୀକାନ୍ତ ଦାସ, ସୁମନ୍ତ ବାରିକଙ୍କୁ ପ୍ରଶାସନ ବିନା କିଭଳି କମ୍ପାନୀ ଜୋର ଜବରଦସ୍ତ ତାଙ୍କୁ ବାସହରା କରାଉଛି। କମ୍ପାନୀ ନିୟମ ଅନୁଯାୟୀ ବାସହରାମାନଙ୍କୁ ଉପଯୁକ୍ତ ଥଇଥାନ ନ କରାଇ ମାର ଭଣ୍ଡାରିଆକୁ ମାର ନୀତିରେ ଉକ୍ତ ପରିବାରକୁ ହଇରାଣ କରୁଛି। ପ୍ରକାଶ ଥାଉ କି ସରକାରଙ୍କ ନିୟମ ଅନୁଯାୟୀ କମ୍ପାନୀକୁ ଜାଗା ହସ୍ତାନ୍ତର କରିବା ପୂର୍ବରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଥିଲେ ମଧ୍ୟ ତାହା ଏଠାରେ ପାଳନ କରାଯାଇନାହିଁ। ତାହା ପାଇଁ ଦାୟୀ କିଏ? ଏହା ଜିଲ୍ଲା ପ୍ରଶାସନର ପାରିବା ପାଣିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ଏଠାରେ ଜିଲ୍ଲା ପ୍ରଶାସନ ଜଙ୍ଗଲକୁ କ୍ଷୟ କରିବାରେ ଲାଗିଛି। ତିର୍ତ୍ତୋଲ ତହସିଲଦାର କୁହନ୍ତି ଯେ ଉକ୍ତ ଜଙ୍ଗଲ କିସମ ଜମିକୁ ଏଲ୍&ଟି କମ୍ପାନୀକୁ ପ୍ରଦାନ କରାଯିବା ପାଇଁ ପ୍ରଶାସନ ତରଫରୁ ପ୍ରକ୍ରିୟା ଚାଲୁଅଛି। ଉକ୍ତ ଜଙ୍ଗଲ କିସମ ଜମିକୁ ମଣିଜଙ୍ଗା ରାଜସ୍ୱ ଗ୍ରାମର ଖାତା ନମ୍ବର 323 ପ୍ଲଟ ନମ୍ବର 3 5ରୁ 8 ଏକର ଜମିକୁ କିସମ ପରିବର୍ତ୍ତିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଉକ୍ତ 8 ଏକର ଜାଗା ରାଜ୍ୟ ସରକାରଙ୍କ ଖତିଆନରେ ଭୂମିହୀନମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କିଭଳି, କାହିଁକି ଓ କାହା ନିର୍ଦ୍ଦେଶରେ ସଂରକ୍ଷିତ ଜାଗାକୁ ଜଙ୍ଗଲ କିସମ ଦର୍ଶାଉଛନ୍ତି? ଏହା ଜନସାଧାରଣଙ୍କ ପ୍ରତି ଏକ ଉପହାସ ନୁହେଁ କି? ଜିଲ୍ଲା ପ୍ରଶାସନ ଆଗରେ ସାଧାରଣ ଜନତାଙ୍କ ସ୍ୱାର୍ଥ ବଡ଼ ନୁହେଁ, କମ୍ପାନୀ ପ୍ରୀତି ବଡ଼। ଏଠାରେ କମ୍ପାନୀ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ପ୍ରଶାସନ ଏଭଳି କରୁନାହିଁ ତ? ଯଦି ଏଲ୍&ଟି କମ୍ପାନୀ ନାମରେ ଜଙ୍ଗଲ କିସମ ଜମି ପରିବର୍ତ୍ତିତ ହୋଇନାହିଁ, ତେବେ କମ୍ପାନୀ କାହା ନିର୍ଦ୍ଦେଶରେ କାର୍ଯ୍ୟ ଆରମ୍ଭ କରିଛି? ସରକାର ବନାଇଥିବା ନିୟମ ଏଠାରେ ଉଲ୍ଲଂଘନ କରାଯାଉନାହିଁ ତ? ଜିଲ୍ଲା ପ୍ରଶାସନ କମ୍ପାନୀ ପ୍ରୀତି ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ସତ୍ୟପ୍ରକାଶ ମହାନ୍ତିଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ 24 ଓଡ଼ିଆ। ମୋ ନାଁ ଲକ୍ଷ୍ମୀପ୍ରିୟା ଦାସ, ଘର ମଣିଜଙ୍ଗା। କ'ଣ ଇଏ କମ୍ପାନୀ ଆସିଲା କଥା ତ ଖାଲି କହୁଛନ୍ତି ଘର ଭାଙ୍ଗ ବୋଲିକି ଆମକୁ ଜାଗା ଦେଉନାହାନ୍ତି, କିଛି ନାହିଁ। ଏମିତି ଜାଗା ଦେଇଛନ୍ତି ଆମ ଛୁଆ ପାଠ କିଛି ପଢ଼ିପାରିବେନି, କିଛି ନାହିଁ, ପଟ୍ଟା ଦେଉନାହାନ୍ତି, କିଛି ନାହିଁ, ଆମକୁ କିଛି ସାହାଯ୍ୟ ବି କରୁନାହାନ୍ତି। ଆମର ରହିଲାଣି 60-70 ବର୍ଷ ରହିଲାଣି। ଆମେ ଦାବି କରୁଛୁ ଆମକୁ ଟିକେ ରହିବା ପାଇଁ ସ୍ଥାନ ଦିଅନ୍ତୁ। ଆମେ କେମିତି ଛୁଆ ନେଇ ମଣିଷ କରିବୁ? ଆମେ ତ ଭୂମିହୀନ, ଆମର ଜାଗା ବାଡ଼ି କିଛି ନାହିଁ, ଆମକୁ ଉଠେଇ ଦେଉଛନ୍ତି। ଇନ୍ଦିରା ଆବାସ ଦେଇଥିଲେ ମୋ ଶ୍ୱଶୁରଙ୍କର ବାପାଙ୍କୁ ଦେଇଥିଲେ, ଆମକୁ ମିଳିନାହିଁ କି ଆମ ଶ୍ୱଶୁରକୁ ମିଳିନି। ହଁ, ଘର ଅଛି, ସେଇ ଗୋଟାଏ ଘର ଆଉ ଚାଳ 2 ବଖରା ଘରେ ଆମେ ଚଳୁଛୁ। ପ୍ରତ୍ୟେକ ବର୍ଷ ବନ୍ୟା ପାଣିରେ ଆମ ଘର ବୁଡ଼ିଯାଏ, ଆମେ ସବୁବେଳେ ଯାଇ ନାଳବନ୍ଧରୁ। ରବୀନ୍ଦ୍ରନାଥ ସ୍ୱାଇଁ, ଘର ମଣିଜଙ୍ଗା। ଆମର ଏଇ ଯେଉଁ ପ୍ରୋଜେକ୍ଟ ହେଉଛି, ଏଇଟା ହେଉଛି ଖାତା ନମ୍ବର 210 ପ୍ଲଟ ନମ୍ବର 140। ଆ ଦେହରେ ସେମାନେ ଯେଉଁ ଦେଇଛନ୍ତି 8 ଏକର, ଇଏ 8 ଏକର ସମ୍ପତ୍ତି ଏଠି ନେଲା ପରେ ଏମାନେ ଆମର ମଣିଜଙ୍ଗାର ଗୋଟେ ସମ୍ପତ୍ତି ଅଛି, ସେ ସମ୍ପତ୍ତି ହେଉଛି 300 ଖାତା ନମ୍ବର 323 ପ୍ଲଟ ନମ୍ବର 3 ଆଉ 5। ସେଠି ଏମାନେ 8 ଏକର ଦେଇଛନ୍ତି, ଯେଉଁଟାକି ସଂରକ୍ଷିତ ସମ୍ପତ୍ତି। ତାକୁ କେମିତି ତହସିଲଦାର ଦେଇଛନ୍ତି ବା କଲେକ୍ଟର ଦେଇଛନ୍ତି ଆମେ ବି ଜାଣିପାରୁନୁ। ଆମେ ସେ ବାବଦରେ ବି ତହସିଲଦାରଙ୍କ ପାଖକୁ ଯାଇଥିଲୁ, ଆର୍ଆଇଙ୍କ ପାଖକୁ ଯାଇଥିଲୁ। ତା ବାବଦରେ ଆମେ ବି ପଚାରିଛୁ ତାଙ୍କୁ ଯେ ଯଦି ମଣିଜଙ୍ଗା ସମ୍ପତ୍ତି 8 ଏକର ଦିଆହେବ, ସେ 8 ଏକର ସମ୍ପତ୍ତି ମଣିଜଙ୍ଗାରୁ ରହିବ ନା ଏସଏନ୍ ପାଟନାକୁ ଯିବ? ତେଣୁ ତାର ଉତ୍ତର ବି ତାଙ୍କ ପାଖରେ ନାହିଁ। କିନ୍ତୁ ଏଠି ଯେଉଁ କଲେ, ଏ ଯେଉଁ ଜମିକି ନେଇକି କଲେ, ଆମର ଲୋକାଲ କିଛି ଏଠି ମାନେ ଜନଶୁଣାଣି ହେଇନି ନା କିଛି କରିନାହାନ୍ତି। ସେମାନେ ଟୋଟାଲ ଉପରେ ଖାଲି ତାଙ୍କ ମନକୁ ଆସି ଏଠି କରିଦେଲେ। ଯେଉଁମାନେ ଆମର ବିସ୍ଥାପିତ ଭାଇ ଏଠି 3 ଘର ଥିଲେ ତାଙ୍କୁ ଉଠେଇ ଜାଗା ବାଡ଼ି ଭାଙ୍ଗି
ତାଙ୍କୁ ଜବରଦସ୍ତି ଏଠି ଦଖଲରେ ସେମାନଙ୍କୁ ରଖିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଥଇଥାନ ପାଇଁ କିଛି ବ୍ୟବସ୍ଥା ବି କରିନାହାନ୍ତି। 8 ଏକର ଜମି ଗ୍ରାମ୍ୟ ଜଙ୍ଗଲ। ହଁ ଏଇଟା ହେଉଛି ଗ୍ରାମ୍ୟ ଜଙ୍ଗଲ। ଗ୍ରାମ୍ୟ ଜଙ୍ଗଲ ଏ ଗ୍ରାମ୍ୟ ଜଙ୍ଗଲରୁ କେମିତି କ'ଣ କରାଗଲା ଏଇଟାକୁ ଜନଶୁଣାଣି କରିବା ମାଧ୍ୟମରେ କି କଲେକ୍ଟର ଆସି ଗୋଟେ ମିଟିଂ କରିବା କଥା, କିଛି ଟୋଟାଲ ସେ ବାବଦରେ କିଛି ସେମାନଙ୍କର ନାହିଁ, ସମ୍ପୃକ୍ତି ନାହିଁ। ଜଙ୍ଗଲ ଅଛି, ଗ୍ରାମ୍ୟ ଜଙ୍ଗଲରେ କେମିତି କ'ଣ କାମ ହେଉଛି ଗାଁ ଲୋକ କିଛି ନା ଗାଁ ଲୋକ କ'ଣ କହିବେ, ଗଭର୍ଣ୍ଣମେଣ୍ଟ ତ ତାର କରୁଛି ଆଉ ଗଭର୍ଣ୍ଣମେଣ୍ଟ ଯେତେବେଳେ କରୁଛି ଗଭର୍ଣ୍ଣମେଣ୍ଟ ତାଙ୍କୁ କହିଦେଇଛି ମୁଁ 8 ଏକର ତମକୁ ଦେଇଦେବି, ଅଲଗା ଆଡ଼େ ସମ୍ପତ୍ତି ଦେଇଦେବି, ମୋତେ 8 ଏକର ଦେଇଦିଅ ଆଉ କ'ଣ। ଆପଣ ଏଥିପାଇଁ କିଛି ବିରୋଧ କରିଥିଲେ? ଏଥିପାଇଁ ଆମେ ବିରୋଧ କରୁଛୁ। ଆମେ ବି ତହସିଲକି ଯାଇଥିଲୁ, ଆର୍ଆଇଙ୍କ ପାଖକୁ ଯାଇଥିଲୁ ଯେ ଯେଉଁ 8 ଏକର ଆମ ସମ୍ପତ୍ତି ମଣିଜା ସମ୍ପତ୍ତି ଯେତେବେଳେ ଏଠି ଡାଇଭର୍ଟ କରାଗଲା ଆମେ ତାଙ୍କୁ ପଚାରୁଛୁ ଯେ ଏଇ ଯେଉଁ 8 ଏକର ମଣିଜା ସମ୍ପତ୍ତି ଏଇଟା ମଣିଜାର ରହିବ ନା ସେଟାକୁ ପାଟଣାକୁ ଦିଆହେବ। ସେ କହିଲେ ନାଇଁ ଆମେ ଖାଲି ଗ୍ରାମ୍ୟ ଜଙ୍ଗଲଟା ବନେଇ ଦେବୁ ସେଠି। ଆପଣ କେତେ ବର୍ଷ ଲାଇଟ୍ ରହି ଆସୁଛନ୍ତି? ଇଏ ଏଠି ଦୀର୍ଘ 25-30 ବର୍ଷ ହେଲା ଆଉ। ବିଦୁଲତା ମାଲିକ। ଅସୁବିଧା ଏମିତି ଆଉଛନ୍ତି, ଘର ଦ୍ୱାର ଭାଙ୍ଗି ଦେଉଛନ୍ତି, ଆଉ କ'ଣ ଦେବାକୁ କହିଲେ ଦେଉନାହାନ୍ତି କିଛି। କହୁଛନ୍ତି ଆମେ ଏତେ କ'ଣ ଦେବୁ, ଛାତ ପକାଇବାକୁ ଦେବୁ, ତୁମେ ତୁମର କ'ଣ କରିବ ହାତରୁ କର, ଆମେ ଏତେ ଜିନିଷ ଦେଇପାରିବୁନୁ, ବହୁତ ଦେଇଦେଲୁଣୁ, ଏମିତିଆ କହୁଛନ୍ତି ଆଉ। ନିଜେ କରିଥିଲୁ, ମୂଲ ମଜୁରୀ ନାଗିକିରି ଘର କରିଥିଲୁ। ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା ନା, ଆଉ ସବୁ ଯାହା କରିଥିଲୁ ଆମେ ମଜୁରୀ ନାଗି କରିଥିଲୁ। ହଁ ଲାଇନ୍ ଅଛି, ସବୁ ଅଛି, ରାସନ ପାଉଛୁ, ସବୁ ଆମର ସବୁ ତ କରିଛିନି। ଫେର ଇଏ ଆସିକିରି କ'ଣ ତାଙ୍କର ଅସୁବିଧା ହେଉଛି ସେ ଜାଣିଥିବେ। ଆମେ ତ କହିଲା ବେଳକୁ ଆମକୁ କହୁଛନ୍ତି ତେମେ କ'ଣ ଆମକୁ ପଚାରିକି ରହିଥିଲ, ତେବେ ଗୋଚର ଜାଗାରେ ରହିଛ ମାନେ ତୁମର ପଟା ନାହିଁ, ପାଉତି ନାହିଁ, ତୁମର ଏଇ ଜାଗାରେ କିଛି ଅଧିକାର ନାହିଁ। 30-40 ବର୍ଷ ହେଇଗଲାଣି। ତହସିଲଦାର କରିଛୁ ଆଉ କଲେକ୍ଟରକୁ ଦିଆହେଇଛୁ। ତ ସେୟା କହିଲେ, କଲେକ୍ଟର କହିଲେ ଯେ ଘର ତମେ କର ଯେଉଁଠି ତାକୁ ଦିଅ, ସେ କରନ୍ତୁ। ସେ କହିଲେ କ'ଣ ଆମକୁ ଜାଗା ଦେଖାଇ ଦିଅ, ଆମେ ସବୁ ଯାହା ଜିନିଷ ନାଗି ଆମେ ଦେବୁ, ଇଟା ମଜୁରୀ ଛାଡ଼ିକିରି। ସେଠୁ ଦେବେ ବୋଲିକିରି ଯେଉଁ କଥା ମାଗିଲା ବେଳକୁ ଏତେ ଦେଲୁଣୁ ଆଉ କ'ଣ ଦେବୁ, ଏମିତିଆ କହୁଛନ୍ତି। ଖାଲି ସିମେଣ୍ଟ ଦେଇଛିନି, ଗୋଡ଼ି ଥରେ ଦେଇଛିନି, ବାଲି ଥରେ ଦେଇଛିନି। ସିମେଣ୍ଟ 20-30ଟା ଖଣ୍ଡେ ଦେଇଛିନି। ସେଇ ଘର କାମ ଲାଗିଛି। ଘର ସିଆଡ଼େ ଦେଇଛିନି ଯେ 2 ବଖରା ଘର। ଆମର ଦିଟା ପୁଅରେ 2 ବଖରା, ଗୋଟିଏ ପୁଅରେ 2 ବଖରା। ଆମେ ଫେର ଯିବୁ କେଉଁଠିକି? ହଁ 2ଟା ପୁଅ ଯଦି 2 ବଖରାରେ ରହିଯିବେ ଆମେ ରହିବୁ କେଉଁଠୁ? ଆମର ଫେର ଝିଅ ଝିଆଣି ଅଛନ୍ତି, ସିଏ ଫେର ଆସି କେଉଁଠି ରହିବେ? ଆମେ କେମିତି ଚଳିବୁ ଏଠି? ଦାବି କ'ଣ? 2 ବଖରା ଘର ଦେଇଛିନି, ଆମକୁ ଆଉ କିଛି ସାହାଯ୍ୟ ନ କଲେ, ଆମେ ଆଉ 2 ବଖରା ନ ପାଇଲେ ଆମେ କିଛି କରିପାରିବୁନୁ, କିଛି କେଉଁଠି ରହିପାରିବୁନୁ। 2 ପୁଅ ଯଦି 2 ବଖରା ରହିବେ ଆମେ କେଉଁଠି ରାସ୍ତା କଡ଼ରେ କରିବୁ? ପଟା ପାଉତି ଆମ ଖଣ୍ଡେ ଦରକାର, ଆମର ସେତିକି ଦରକାର ନାହିଁ। ଆମର ସେତିକି ଜାଗାଟା ହେଇକିରି ଭୂମିହୀନ ହେଇଛୁ, ଆମ ପାଇଁ ପଟା ପାଉତି ଖଣ୍ଡେ ଦରକାର। ଆମର ଜାଗା ଖଣ୍ଡେ ଯେଉଁ ଦରକାର, ଆମର ପଟା ପାଉତି ଆମେ ଦରକାର। ଆମର ପଟା ପାଉତି ଖଣ୍ଡେ ଆମ ହାତକୁ ଆଇଲେ ଆମେ ଥଇଥାନ ହେଇଯିବୁ।